राजा कहले एमानक द्वारा किछ हबो तेबे झियोटी को मोर काहाकू देबी ए झियोटी को देबा ପାଇଁ जणे अछंती किए अछंती ना द्वारका रूपक मनोहर बेड़ी रे से इंद्र नीलमणि सदृश अछंती प्रभु श्री कृष्ण मानसिक से राजन दानबारी प्रदान आज्ञा मन मध्यरे कन्या को समर्पण करिले कन्या को समर्पण करिले ए तांकर गोटे पुओ थिला आज्ञा ता ना हेउछि रुक्मण करिदेलेनी आको कृष्ण को काहे की समर्पण काहे की कहे आपको जाई त ना अरे कोहिला से दिन गोर नवचंद्रमा कुमार नवचंद्रमा कुमार गणनिकेतन वीर गुण केतन गणनिकेतन वीर गुण केतन कोहिला चेदी नगर राज्य चेदी राजवंशर जो पुओ से पुओ सहित आम भौनीर विवाह आयोजन करिबा अरे से किपरि ए जोग्य मत भाई गाने कामो धेनु सामर्थ्य विषय पुओटी कथा मो कहूछि से पुओ चेदिवंशर राजपुत्र शिशुपाल ता सहित आम भौणीर विवाह आयोजन हेबो आउ से किपरि ना अर्थ दाने कामधेनु सदृश से हेउछि अर्थ दान रे दानी अर्थ दाने कामधेनु सामर्थ्य सहित तीन जघनी मानकर सुंदर कंदर्प पराई भिन्न जघनी कूलर मीन केतन आउ कोन तार अछि गुण ना ओसी देबे कसी धरई ओसी देबे कसी धरई ओसी देबे कसी धरई ओसी देबे कसी धरई ओसी बोलंते खंडा को जदि से धरे अरे मृत्यु देव बोली मृत्यु देव डरई मृत्यु देव बोली मृत्यु डरई मृत्यु देव बोली मत मृत्यु देव की मृत्यु देव बोली मृत्यु देव बोलते जम मत डरी मृत्यु देव बोले मृत्यु देव डरई श्रवण कुमार श्रवण जोगे देव नील जाई देला कर्म कुमार श्रवण नल रुक्मण वर्ण रूपक नलरे वचन रूपक पवन बाजिबारु मर्म स्थल मानकरे तार क्रोधाग्नि जागृत होला कुमार श्रवण नल वचने जोग वचने कुमार नल जाली देला मर्म स्थल क्रोध अरे उडिला परी स्फोलिंग ऋषिगला नेत्र रंग ऋषिगला नेत्र रंग निया झुल जेपरी उडे उडिला
ବୁଡ଼ିଲା ପରି ସ୍ଫୁଲିଙ୍ଗ ଦିଶି ଗଲା ନେତ୍ର ରଙ୍ଗ ଆଖି ସେଇପରି ଦେଖାଗଲା ଦିଶିଲା ବୁଡ଼ିଲା ପରି ସ୍ଫୁଲିଙ୍ଗ ଦିଶି ଗଲା ନେତ୍ର ରଙ୍ଗ ତାମ୍ବୁଳ ସଂସର୍ଗ ଅର୍ଥ ଶିଖା ତାମ୍ବୁଳ ଅର୍ଥ ପାନ ପାନ ଖିଆ ପାଟିଟା ଯେଉଁପରି ଭାବରେ ଲାଲ ହୋଇଥାଏ ତାମ୍ବୁଳ ସଂସର୍ଗ ଓଷ୍ଠ ଅର୍ଥାତ ତାର ଓଠ ଗୁଡିକ ମଧ୍ୟ ଲାଲ ହୋଇଗଲା ଆରେ ଧୂମ ଟେକି ଦେଲା ପ୍ରକାର ଧୂମ ଟେକି ଦେଲା ପ୍ରକାର ଆରେ ଚିରନି ସବୁলাই ସେ ଭାଷା ଉଚ୍ଚାର ସବୁ କିଛି ହବ ନାହିଁ ଭଉଣୀ ପାଇଁ ଯୋଗ୍ୟ ବର ହେଲେ ଆଜ୍ଞା ମନରେ ତ ରାଜା ଭଗବାନ କୃଷ୍ଣଙ୍କୁ ସମର୍ପଣ କରିଦେଇଛନ୍ତି ସେ କଲେ କଣ କଲେ ଆଜ୍ଞା କହିଲେ ଦୂତକୁ କହିଲେ ଗୋଟେ ଚିଠି ଲେଖ ଚିଠିଟିଏ ଲେଖ ଯିବେ ଯାଇ ପହଞ୍ଚିବେ ତମଘୋଷ ରାଜ୍ୟରେ ତମଘୋଷ ରାଜ୍ୟକୁ ଯିବା ପାଇଁ ବ୍ରାହ୍ମଣ ଦୂତଙ୍କୁ ତାଙ୍କର ସହାୟତାରେ ପତ୍ରଟି ଲେଖା ହେଉଛି ଯେ ତୁମେ ଆସିବ ରୁକ୍ମିଣୀର ବିବାହ ତୁମ ପାଇଁ ଠିକ ହେଉଛି ସ୍ଥିର ହେଉଛି ହେ ସଜ୍ଜନ ତମର ପ୍ରୋବ୍ଲେମ କଣ ହଉଛି ସେଟା କାହିଁ ଅନଉଛ ହେ ସଜ୍ଜନ ଯେତେବେଳେ ଚିଠିଟି ଲେଖିବା ପାଇଁ କହିଛନ୍ତି ଚିଠିରେ ଲେଖାଗଲା ଯେପରିକି ତମଘୋଷ ରାଜ୍ୟର ରାଜା ଚିଠିଟାକୁ ଆଦରରେ ପଢିବେ ଆଜ୍ଞା ପାତିକୁ ବରଜି କରି କରି ଅରି ଦ୍ୱାର ଦ୍ୱାରି କରି ଅରି ଦ୍ୱାର ଦ୍ୱାରି ଭରାରେ କରି ଅରି ଦ୍ୱାର ଦ୍ୱାରି ଭରାରେ କରି ଅରି ଦ୍ୱାର ଦ୍ୱାରି ପାଶେ ବି ଭାଷା ଯାଇ କହ ପରସେ ପାଶେ ବି ଭାଷା ଯାଇ କହ ପରସେ ବାଜି ଅର୍ଥ ଆଜ୍ଞା ଘୋଡ଼ା ଘୋଡ଼ା ଗୋଟିଏ ଉପଯୁକ୍ତ ଘୋଡ଼ାଟିଏ ବାଛି କରି ଇଏ ଦ୍ୱାରି ଅର୍ଥାତ ବ୍ରାହ୍ମଣ ଦୂତ ସେ ଘୋଡ଼ାରେ ବସିଲେ ଘୋଡ଼ାରେ ବସି ଚିଠିଟି ନେଇ ଯାଉଛନ୍ତି ତମଘୋଷ ରାଜ୍ୟକୁ ବାଜିକୁ ପରଚି କରି କରି ଅରି ଦ୍ୱାର ଦ୍ୱାରି ସେ ମିଳି ଭାଷେ ଯାଇ କହ ତରସେ ମୁଁ ଏଇ ବହିଟିକୁ ଆରମ୍ଭ କଲି କାହିଁକି ନା ମୁଁ ଜାଣୁଛି ଏଠିକି ମୋର କୌଣସି ନିୟନ୍ତା ନାହିଁ ମୁଁ ଜାଣୁଛି ଭାଇ ସୁନ୍ଦର ଖଣ୍ଡିଆ ଆସିବେ ଜାଣୁଛି ଅନ୍ୟାନ୍ୟ ପଣ୍ଡିତ ବର୍ଗ ଆସିବେ ଏ ଶବ୍ଦ ଗୁଡ଼ିକ ଏପରି ସନ୍ନିବେଶିତ ପାଟିରେ ପଶିବନି ଗାୟକମାନେ ଯୋଉ ମୁଖବକ୍ତା ଆସୁଛନ୍ତି ପାଟିରେ ପଶିବନି ସେଟା ଲେଖିଦେବେ ବାଜିକି ବରଜି କରି କରି ଅରି ଦ୍ୱାର ଦ୍ୱାରି ଆସେ ମିଳି ଆସେ ଯାଇ କହନ୍ତି বিদর্ভ আগত দুটো শুনি সে গো মনে রত শুনি সে গো মনে রত ভরারে শুনি সে গো মনে রত দিগলি কহে সত্য সত্য মহিষে দিগলি কহে সত্য সত্য মহিষে দেখুন তো আজ্ঞা শব্দ বিদর্ভ আগত দূত শুনি সে গমনে রক্ত উঠি করি কহে সত্য তথ্য মহিষ আরে বিদর্ভরু আগত দূতে ভলারে বিদর্ভরু আগত দূতে দিলে সে রোধে সামুদ সমানুতে ଭାଇ କଣ ଯିବେ ହାରି କି ଆଉ ସେ ସମୟ ବସନ୍ତୁ ହଁ ଏ ଦ୍ୱାରି ଯାଇ ଆଜ୍ଞା ପହଞ୍ଚି ଗଲେ ଆଜ୍ଞା ଭୀଷ୍ମକ ଏ ଯେଦି ବଂଶର ରାଜାଙ୍କର ରାଜ ଦରବାର ପାଖରେ ପହଞ୍ଚି ଯାଇଛନ୍ତି ଆଜ୍ଞା ତାଙ୍କର ଦ୍ୱାରିର ମତ ନେଉଛନ୍ତି ଆଜ୍ଞା ସରସ୍ୱତୀ ଯେତେବେଳେ ତମ ପାଖରେ ବିରାଜିତ ସେତେବେଳେ ଆଜି ଦୁଇଟି ଭଉଣୀ ମୋର ସ୍ନେହ ଅଛନ୍ତି
ଏତେ ସ୍ନେହ ତାଙ୍କର ମୁଁ ସେ ସ୍ନେହର ଋଣ ଶୁଝି ପାରିବିନି। ନା ନା ଆଜ୍ଞା ଯେତେବେଳେ ଫୋନରେ ଭାଇକୁ ନେଇ ଡାକି ଦିଅନ୍ତି ମୋ ପେଟ ପୁରିଯାଏ। ବୁଝିଲୁ ତେଣୁ କୈଳାସ ମୁଁ ଜାଣୁଛି ତୁ ଟିକେ ତୋତେ ବାଧା ହେଉଛି ତୋ ଭାଇ ମଧ୍ୟ ସବୁ କ୍ଷେତ୍ରରେ ସେବା ଦଉଛୁ କିନ୍ତୁ ହେଲେ ବି ମଧ୍ୟ ଏଟା ବି ଗୋଟେ ସେବା। ଛାଡ଼ିବେନି ଗଞ୍ଜାମ ଟାଇଗର। ଆଉ ଯଦି ଭାଇ କିଛି କେତେବେଳେ କହୁଛି କଣ କରିବ ତେବେ ଯେତେବେଳେ ବ୍ରାହ୍ମଣ ଦୂତ ପହଞ୍ଚି ଯାଇଛନ୍ତି ଦ୍ୱାରୀକୁ ଭେଟିଲେ କହିଲେ ଆଚ୍ଛା ମୁଁ ରାଜାଙ୍କର ଟିକେ ସକ୍ରିୟ ଚାହୁଁଛି ତାଙ୍କ ସାଙ୍ଗରେ ଟିକେ କଥା ହେବା ପାଇଁ ଟିକେ ଚାହୁଁଛି। ଆଜ୍ଞା ଆଜ୍ଞା ଏଇଠି ଯଦିବଂଶର ଯୋଉ ରାଜାଙ୍କର ଦ୍ୱାରୀ ସେ କହିଲେ ମୁଁ ଯାଉଛି ଖବର ନେଇ ଆସେ। ଯାଇ ରାଜାଙ୍କୁ ବୁଝା କଲେ କହିଲେ ବିଦର୍ଭ ରାଜ୍ୟରୁ ଦୂତ ଆସିଛନ୍ତି ଆସିଛନ୍ତି ପତ୍ର ନେଇ ମୁଁ ଉଣ୍ଡିଲି ମୁଁ ଖୋଜିଲି ଯେ ସିଏ ଆପଣଙ୍କର ଦର୍ଶନ ରୂପକ ଧନକୁ ଚାହିଁଛନ୍ତି। ଦର୍ଶନ ରୂପକ ଧନକୁ ଆପଣଙ୍କର ଆଶା କରୁଛନ୍ତି। ଆରେ ତୁମେ ଶୀଘ୍ର ଯାଅ ତାଙ୍କୁ କହିଦିଅ ସେ ଆସନ୍ତୁ ମୋର ଦରବାର ମଧ୍ୟକୁ ଆସନ୍ତୁ। ଆଜ୍ଞା ରାଜା ଯେତେବେଳେ ଆଦେଶ ଦେଲେ ଏହି ସମୟରେ ଦ୍ୱାରୀ ଯାଇ ବିଦର୍ଭ ରାଜ୍ୟର ଦ୍ୱାରୀକୁ ନିମନ୍ତ୍ରଣ କରିନେଲା। ପତ୍ରଟି ପଢିଲେ ରାଜା ଯଦିବଂଶର ରାଜା ପତ୍ରଟି ପଢିଲେ ଲେଖା ହେଇଛି ବିଦର୍ଭ ରାଜ୍ୟର ରାଜା ରାଜଶ୍ରେଷ୍ଠ ଭୀଷ୍ମକଙ୍କର ଝିଅ ରୁକ୍ମିଣୀ ଲକ୍ଷ୍ମୀ ସ୍ୱରୂପା କନ୍ୟା ରୁକ୍ମିଣୀ ଆମ୍ଭପୁତ୍ର ଶିଶୁପାଳ ସଙ୍ଗେ ତାଙ୍କର ବିବାହ ଧାର୍ଯ୍ୟ ହୋଇଯାଇଛି ତେଣୁ ଆପଣଙ୍କର ସମ୍ମତି ଦରକାର। ଆଜ୍ଞା ଏଇଠି ଲକ୍ଷ୍ୟ କରନ୍ତୁ ଆଜ୍ଞା ଜ୍ୟୋତିଷ ପାଠ କେତେ ବଡ ଆମ ଏଇ ଜଗନ୍ନାଥ କେତେ ବଡ। ଆଉ ସେ ନାହାନ୍ତି ପଠାଣି ସାମନ୍ତ ଚନ୍ଦ୍ରଶେଖର ଆଉ ନାହାନ୍ତି ଯିଏକି ବାଉଁଶ ନଳୀରେ ଦେଖିଦେବେ ପାହାଡକୁ ମାପିଦେବେ। ଏଇଠି ଜ୍ୟୋତିଷ ଶାସ୍ତ୍ରର କାମ କିଛି ହିଁ ନାହିଁ। କହିଲେ ମୋ ଜଗନ୍ନାଥ ଯାହା କହିବ ସେଇଟା ମୋର ସାର। ଯଦୁବଂଶର ରାଜା କହିଲେ କଣ କହିଲେ ତୁମେ ଯାଅ ମୁଁ ଶୁଭ ଲଗ୍ନରେ ଶୁଭ ଦିନଟେ କିଛି ଗୋଟେ ମୋ ଦିନ ନିରୂପଣ କରି ମୁଁ ତତ୍କାଳ ଯାଇ ପହଞ୍ଚିବି ମୋର ସମସ୍ତ ସୈନ୍ୟ ସମାନଙ୍କୁ ଧରି ଆଉ ପୁତ୍ର ଶିଶୁପାଳକୁ ବର ବିଷୟରେ ସଜାଇ କରି ହେ ସଜ୍ଜନ ଏଠି ଦ୍ୱାରୀ ଚାଲି ଆସିଲା ବିଦର୍ଭ ରାଜ୍ୟ ଏବଂ ଯଦୁବଂଶର ରାଜା କହିଲେ କଣ କହିଲେ ଆରେ ପିଲାମାନେ ସମସ୍ତେ ପ୍ରସ୍ତୁତ ହୁଅ ସମସ୍ତେ ସୈନ୍ୟ ସମ୍ଭାର ସହିତ ରାଜଶ୍ରେଷ୍ଠ ଭୀଷ୍ମକଙ୍କର ରାଜ୍ୟକୁ ଆମେ ସମସ୍ତେ ପ୍ରବେଶ କରିବା। କେମିତି ପ୍ରବେଶ କରିବା ଆଉ କାହିଁକି ଯିବା? ଜଣେ ପଚାରିଲେ ତାଙ୍କର ପୁରୋହିତ କହିଲେ ଆଜ୍ଞା କଣ ତିଥିବାର କିଛି ଦେଖିବ ସେମିତି ପଳେଇବା? ଓ ନନା ତିଥିବାର କିଛି ଅଛି ନା ଖାଲି ଯେମିତି ପଳେଇବା? ନା ତିଥିବାର ଗ୍ରହ ଯୋଗ ନକ୍ଷତ୍ର ରାଶି ଗଣନା ବୃହସ୍ପତି ଗୁରୁସ୍ପତି ରବିସ୍ପତି ବାହାଘର ହବ ନା କେମିତି ବାହାଘର ହବ? ଶୁଣ ଆଜ୍ଞା ତମକୁ 2000 5000 ଦେଇଦେଲେ ବାହାଘର ହେଇଯିବ କେମିତି? ଆଜ୍ଞା ମତେ ଲୋକ କୁହନ୍ତି ମୁଁ କହିବି ଆଜ୍ଞା କେମିତି ଅପରାଧ ମୁଁ ପାପ ଭୋଗିବି ତେଣୁ ଯୋଉଟା ସବୁଠୁ ବିଧି ବିଧାନ ନା ବିଧି ବିଧାନ ହିସାବରେ ତା ଭିତରେ ତମେ କହିବ ବୁଧ ଗୋଡେଇଲାଣି ଶୁକ୍ରକୁ ଶୁକ୍ର ଗୋଡେଇଲାଣି ଚନ୍ଦ୍ରକୁ ଚନ୍ଦ୍ର ଗୋଡେଇଲାଣି ଖାଲି ବୃହସ୍ପତି ଦରକାର ରବିସ୍ପତି ଦରକାର ସଚେତନ ନା ଲୋକ ନାହିଁ କପଟ ନାହିଁ ସେଇଥିପାଇଁ ମତେ ଆଣନ୍ତି ଧର୍ମପଦ ସଜ୍ଜନ ଯଦୁବଂଶର ରାଜା କହିଲେ ମୋର ତିଥିବାର ଲୋଡା ନାହିଁ। ଆରେ ଋତୁ ପକ୍ଷ ତିଥିବାର କିଛି ତୁମେ ନ ବିଚାର କିଛି ତୁମେ ନ ବିଚାର କିଛି ତୁମେ ନ ବିଚାର ଋତୁ ପକ୍ଷ ତିଥି ବାର କିଛି ନାହିଁ ଦରକାର କୃଷ୍ଣ ଠାକୁର କହୁଛନ୍ତି। ସମସ୍ତେ ବାହାର ବର୍ତ୍ତମାନ ସମସ୍ତେ ଯିବା ଚାଲ ଚାଲ ରେ ସଜ୍ଜନ ଚାଲ ଏଠି ଆମର
ପ୍ରକାଶ କରୁଛନ୍ତି ବଳଭଦ୍ର ଦେବ ନାରାୟଣ ଭଞ୍ଜ। କେମିତି ପାଲା କରି ମୁଁ ଜାଣୁନି କଣ ହେଲା ଚା ଏଇ ଥଣ୍ଡା ହେଇଗଲାଣି ବାବୁ। ଚା ଟା ଢେଳି ଦେଲେ କଣ କ୍ଷତି ହେଇଯାଉଛି? ଆଉ ଟିକେ ଗରମ ଓଡ଼ିଶାର ଯେକୌଣସି କି ଯାଆନ୍ତୁ ଆଜ୍ଞା ପାଲା ତୁ ଚାହାକୁ ସିଆଡେ ରଖିଲୁ ଆମ ମୋ ଆଖି ଆଗରୁ ବାହାର କରିକି ହଁ ବାପା ସେ ପାଖକୁ ଅଛି ଆଜ୍ଞା ସଜ୍ଜନ ଆଜ୍ଞା କ୍ଷମା କରିବୁ। କୋଉଠି ରହିଲା କି ସମସ୍ତେ କିଛି ନୁହେଁ ସବୁ ବାହାରିଛନ୍ତି ମକର ମୁଖ ଜଳ ପରିସଙ୍କୁଳ ଜଳ ମକର ମୁଖ ଜଳ ପରିସଙ୍କୁଳ ଜଳମତି କୂଳକ ଜଳମତି ଜଳମତି କୂଳକ ମଗର ମାଛ ସମୁଦ୍ର ସହିତ ତୁଳନା କରୁଛନ୍ତି ନାରାୟଣ ଭଞ୍ଜ। ଏ ସୈନ୍ୟ ସାମନ୍ତର ଶୋଭା ଏବଂ ଶିଶୁପାଳ ଯାଉଛନ୍ତି ଭୁବନେଶ୍ୱରରେ ତାହାର ଶୋଭା। ପୁଣି କଣ କହିଲେ? କଣ କହିଲେ? ସକଳ ପରିସର ସର ସର ସଭର ସକଳ ପରିସର ସର ସକଳ ପରିସର ସର ସର ସଭର ସକଳ ପରିସର ସର ସକଳ ପରିସର ସର ସର ସଭର ସକଳ ପରିସର ସର ପରିବାର ନଗର ବର ମହତି କୁଣ୍ଡିନା कवि सम्राट उपेंद्र भंजंगर ଆଚ୍ଛା जय बाबा ହଁ ये ବର୍ଣ୍ଣନାଟା ଦେଖି ଦେଖି ତୁ କହିଲେ ଏମାନେ କିଭଳି ଭାବରେ ଯାଉଛନ୍ତି ଯାଉଛନ୍ତି ଆଉ ରାଜଶ୍ରେଷ୍ଠ ଭୀଷ୍ମଙ୍କ ଦରବାରରେ ପହଞ୍ଚିବେ ପହଞ୍ଚିବେ ଟିକେ ଟିକେ ଏଇ ମଶା କାମୁଡ଼ିଲା ହଁ ଯାଆନ୍ତୁ ଏ ସମସ୍ତ ସୈନ୍ୟମାନେ କିପରି ଯାଉଛନ୍ତି କରିବେ ଗ୍ରାହ ଯୌଥ ସେ হয় বর সে হয় বসে হয় গ্রাহ যৌথ সে হয় বর ଗ୍ରାହ ଯୁଦ୍ଧ ମାନେ ଆଜ୍ଞା ଏଇ ଯୋଉ ମଗର ମାଛ ଗୁଡାକ ଅଛନ୍ତି କ୍ଷୀର ମାନଙ୍କର ଏ ସମସ୍ତଙ୍କର ମିଳନ ରହୁଛି ଆଜ୍ଞା ଆଉ ତା ମଧ୍ୟରେ ये जो सैन्य माने जानुଛନ୍ତି हाँ अरे ये तो मिनस मुह सर्वज्ञर से बरसे से शांति एने पाए से
শোভা পায়ে চালন্তি চালন্তে মহারায়ে ধরণী শোভা পায়ে চালন্তি মহারায়ে ধরণী শোভা পায়ে যে শোনে স্বর্গ সুরায় আর রূপ বরসে রূপ সমূহ সর্বন ରାଜା ଚାଲୁଛନ୍ତି ସୈନ୍ୟମାନେ ଚାଲୁଛନ୍ତି ବର ବସିଛି ହେ ସଜ୍ଜନ ଏ ମିନ ସମୂହ ସର୍ବନର ସମସ୍ତେ ପହଞ୍ଚିଗଲେ ରାଜାଙ୍କର ରାଜବାଟୀରେ ପହଞ୍ଚିଗଲେ ଆଜ୍ଞା ରାଜଶ୍ରେଷ୍ଠ ଭୀଷ୍ମକ ଅତିଥି ମାନଙ୍କୁ ଦେଖି ତାଙ୍କର ସ୍ୱତନ୍ତ୍ର ପ୍ରକୋଷ୍ଠରେ ବସାଇଲେ ଆଜ୍ଞା ବରକୁ ବସାଇଲେ ବରର ପିତା ତାଙ୍କୁ ବସେଇଲେ ସମସ୍ତଙ୍କୁ ଗୋଟେ ଗୋଟେ ସ୍ୱତନ୍ତ୍ର ପ୍ରକୋଷ୍ଠ ଦେଇ ସେ ବସେଇଦେଲେ ଅତିଥି ଚର୍ଚ୍ଚା କଲେ ଆଚ୍ଛା ଶୁଣିବାକୁ ପାଇଲେ ରୁକ୍ମଣୀ ସେମିତି ହଉନି ତୁ ହନୁ ସଖୀ ମାନେ ସାଙ୍ଗସାଥୀ ମାନେ ରୁକ୍ମଣୀକୁ ଯାଇ ପୁଣି ପ୍ରୋବ୍ଲେମ କିଛି ନାହିଁ ଆପଣ କୈଳାସ ସାବଧାନ ବିଷୟବସ୍ତୁ ପିକଅପ୍ ସମୟରେ ମାନେ କିଛି ଡିଷ୍ଟର୍ବ କରିବନି ସଖୀ ମାନେ ଏଇ ସମୟରେ ଆଜ୍ଞା ରୁକ୍ମିଣୀଙ୍କୁ କଥାଟା କହିଦେଲେ କଣ କହିଲେ ଭାସି ଯିବ ସୁଭାଷୀ ଦାସିଏ ছেলে ভাসি ভাসি ଯିବ ସୁଭାଷୀ ये चिंता राशि नासिब राशि आम सखीटा भासी जीव ए चिंता राशि नासिब के ताले करिबा कोन करिबा आज्ञा कोन चिंता करो गोटे चिंता करिया कोन गोटे पत्र नेबा से पत्रटी नहीं आमे साधा कागज टी आने कलम टी आने ताको रुक्मिणी गोटे पत्र लिखुचु से पत्र की एमिते लिखिबे जे जेपरि की भगवान कृष्णचंद्र को से प्राप्ति हेबा निमंते जेउ विधि विधान रे से तांको मन रसिबो जेउ भली भाबरे से तांकर नंदीघोष रथ को त्याग करि से भली भाबरे चिट्ठीटा को लिखिबे अरे भासी जीव सुवासी भासिए हेले भासी भासी जीव दासिए हेले भासी ये चिंता राशि नासिब के राशि नासिब प्रलये मार्कण्डेय दशा हेला उदय ये दशा होइला उदय ये दशा ये गोटे बड़ दशा आसी उठिगलाଣି तेणु तू गोटे काम कर ବର୍ତ୍ତମାନ ରୁକ୍ମିଣୀଙ୍କ ପାଖକୁ ଯା ଆଉ ତାଙ୍କୁ କହିବୁ ଯେଉଁଥିରେ ତାଙ୍କର ମନ ବୋଧ ହବ ଯେଉଁଭଳି ଭାବରେ ଲେଖିଲେ ସେ ସ୍ଥାନ ଛାଡି ଦେଇ ଭଗବାନ କୃଷ୍ଣଚନ୍ଦ୍ର ଚାଲି ଆସିବେ ହଁ ଠିକ ସେଇପରି ଭାବରେ ଲେଖିବେ ପତ୍ରଟି ଲେଖିବେ ଆରେ ଲେଖିବାକୁ ତନ୍ତ ଲେଖିବାକୁ ତନ୍ତ ସମ୍ଭାର
କୁସୁମନ୍ତ ସମ୍ଭାର ସୁତିମନ୍ତ ଆଉ ସଭିକ ତୀରେ ଦେଲେ ଆଣି ଦେଶରେ ଦେଲେ ଆଣି ଆରେ ସେ ସହତରି ସହଜରେ ସହତରି ସହଜରି ଆଉ ଢାଳିଲେ ଚାଳିବାଉ ଦନ୍ତ ସମ୍ଭାର ସୀମନ୍ତ ମାନ ଦେଇ ଯାହା ଯାହା ଦରକାର ସବୁ ଆଣି ଥୋଇଦେଲେ କହିଲେ ରୁକ୍ମିଣୀ ଆଉ ତୁମେ ଚିଠିରେ ଲେଖିବ ତୁମେ କଣ ଲେଖିବ ମୁଁ ଜାଣିନି ତମ ମନ କଣ ତମେ ଚିଠିଟି ଯାହା ଲେଖିବା କଥା ଲେଖ ଯେମିତିକି ଭଗବାନ କୃଷ୍ଣଚନ୍ଦ୍ର ଚିଠିଟି ପଢି ମୋହିତ ହୁଏ ହେଲା ଲେଖ ଆକାଶ খেলে হসে খিলি খেলে আকাশরে পুনে হসে খিলি খিলি সারদরে হসে খিলি খেলে সারদরে কবি মোর ভৌণী স্নেহলতা বর্ণনা তুমি গোসতে গো সরদম পরা তুমি গোসতে গো সরদম পরা হসি উঠা এর জীবন রে হসি উঠা তোর জীবন রে আকাশরে পুনেই জহ্ন গো হসে খিলি খিলি সরধারে হসে খিলি খিলি সরধারে মোমর চন্দন মহক তুমি চন্দন মহক তুমি গো মোহর তুমি ঋতুরাজ মহক তুমি গো তুমি ঋতুরাজ हे सज्जन कवि सीना लिखिदेले मु आगु कहली किंतु ता भीतर तो पुणी आमको प्रवेश करने को पड़ो जान के न जानो मोहनर कथा जानो कि न जानो मोहनर कथा लिखिदेली मुही पत्र करे लिखिदेली मुही पत्र करे पुणे जन्म गो पुणे जन्म गो हसे हसे खिली खिली आकाशरे एतिक पत्रटी लिखिले जो भली भाव में चली आसवे श्रीकृष्ण से भली भाव में पत्रटी लिखाला आज्ञा पत्रटी को लेकर पुणी जड़े ब्राह्मण दूत गला क्यों द्वारका द्वारका रूपक मनोहर पेड़ी रे भगवान कृष्णचंद्र पत्रटी तो नहीं जीवे भगवान कृष्णचंद्र को पत्रटी देवे पत्रटी जेतेबेले से पहुंची जाइछन्ते द्वारका नगरी रे भगवान कृष्णचंद्र तांकर विधि विधान सेवा करी ब्राह्मणर देखिले पत्रटी लेखा है तुम्हें जो अच्छ
ଖାଇବା ଧାନରୁ ଉଠିକରି ପଳେଇ ଆସ ତୁମେ ଶୀଘ୍ର ଆସ ମାନସୀକୁ ଥରେ ଦେଖି ଯାଅ ମାନସୀକୁ ଥରେ ଦେଖି ଯାଅ ମାନସୀକୁ ଥରେ ଦେଖି ଯାଅ हे सज्जन भगवान कृष्ण चंद्रमा द्वारी ठारू पत्रटी नहीं पढ़ुंट कवि सम्राट भंज उभा हेले कवि स्नेहरत्ना पट्टनायक कवि सम्राट भंज उभा हेले देखुं भगवान कृष्ण चंद्रमा कौन लिखाई मानसे मानस हंस तुम्हें अत सुमन सह मानसे मानस अत सुमन सह मानसे मानस तुम्हें अत सुमन मानस शब्द को बारंबार प्रयोग कर मानसे मानस हंस मोर मन रूपक सरोवर मानस सरोवर मान सरोवर हंस खेलार खबर मोर मन रूपक सरोवर आपण नित्य खेलुछंते मानसे मानस हंस तुम्हें अट सुमान मानसरे विचारिब दासीर भाष्य मानसरे विचारिब दासीर भाष्य मानस मोहन रूप मानसर अष्टभुज आज्ञा रुक्मिणी कांदुछंती चित्रटा सिना से नहीं जाइछंती किंतु रुक्मिणी प्रकोष्ठ रे बसी कांदुछंती किपरि कांदे कहा को कहे तार आत्मार कथा किए जाने आज्ञा केमिति बहुत प्रस्ताव आसुची भांगी जाउची आज्ञा बर आसुची देखिबा पई घरे आपण माने ताकू दथा अभ्यर्थना करूछंती आज्ञा चाली जाउछंती किंतु प्रस्तावटी बहु प्रकार घटना किंतु मानसिक अवस्था रुक्मिणी भगवान श्रीकृष्ण को डाकुछंती कौन कहउछंती हे सज्जन रख रख सबद जोगेश्वरी जोगेश्वरी वृत्तिद होइले गजेन्द्र वृत्तिद होइले गजेन्द्र आउ मात्र 5 मिनिट बसंतु रुक्मिणी डाकुछंती भगवान को भगवान पळे आसंतु आपण पळेबे रख रख सबद जोगेश्वरी स्तव कर जोगेश्वरी स्तव वृत्तिद होइले गजेन्द्र वृत्तिद होइले गजेन्द्र आउ रख रख विचार केते कले देवार विचार केते कले देवार कर्म को चिठिया नरेन्द्र हे जादवेन्द्र तब खबरे श्रुति छांद्र
ମହାପାତ୍ରଙ୍କର ହଁ 3ଟି ପଦ ଗାଇବି। ଆଜ୍ଞା ଏଇ ଯୋଉ ବହି ଭିତରେ ଚାଲିଛି ବର୍ତ୍ତମାନ ଆରମ୍ଭ ହେଲା 3ଟି ପଦ। ଏଇ 3ଟି ପଦ ଯାହା କାନରେ ବାଜିବ ସେ ଯାହା ମନାସ କରିବ ତା ଫଳିବ। ଆପଣ ମାନେ ନିଶ୍ଚିତ ଭାବରେ ମତେ କହିବେ। ରୁକ୍ମିଣୀ ଡାକୁଛନ୍ତି କୌଣସି କର୍ମ ହେଉ, ବିବାହଘର ହେଉ ବା ବ୍ରତଘର ହେଉ ବା ରୋଗ ଭିତରେ ଯିଏ ପଡିଥାନ୍ତୁ, ଏଇ ଯୋଉ 3ଟି ପଦ ତାଙ୍କର ସବୁଠୁ ବଳିଷ୍ଠ ପଦ ହଉଛି ଜନନୀ ମହାପାତ୍ରଙ୍କର ପ୍ରବନ୍ଧ ପୂର୍ଣ୍ଣସୁନ୍ଦର। ରଖ ରଖ ଶବଦ। ହଁ ତୁମେ କାହାକୁ କଣ ରଖିଛ ମୁଁ ଜାଣେନି, ତାକୁ ମୁଁ ପଢିଲେ ବହୁତ ସମୟ ଯିବ। ରଖ ରଖ ଶବଦ ଯୋଗେ ସ୍ମୃତି ସ୍ତବଧ। ତମର ସ୍ମୃତି ସ୍ତବ୍ଧ ହେଇନାହିଁ। ଯିଏ ଯାହା ଡାକିଛନ୍ତି ଗରି ହାତୀ ଡାକିଥିଲା, ତମ ସ୍ମୃତି ସ୍ତବ୍ଧ ହେଇଯାଇଥିଲା କି? ହେଇନି। ପାଞ୍ଚାଳି ଡାକିଥିଲା ସ୍ତବ୍ଧ ହେଇଯାଇଛି। ସିଏ କେତେ ଡାକିଛ ସ୍ତବ୍ଧ ହେଇଯାଇଛି। ମୋ ଡାକ ବେଳକୁ କାହିଁକି ତମେ ସ୍ତବ୍ଧ ହେଲ? ଅପରାଧ ନିଗମ ବେଦ ଯେଉଁ ସ୍ଥାନକୁ ଯାଇପାରେ ନାହିଁ ପାରେ ନାହିଁ ସେ ସ୍ଥାନ ଠାରୁ ଆହୁରି ঊର୍ଧ୍ୱକୁ, ଆଲୋକ ବର୍ଷର ଆହୁରି ଊର୍ଦ୍ଧ୍ୱକୁ ମୋର ଧ୍ୱନି ଯିବ। ଯିବ ରୁକ୍ମିଣୀ କହୁଛନ୍ତି ତେଣୁ ତମ କାନ ଯଦି ବନ୍ଦ ଥିବ ତାହେଲେ ସେ କାନ ମଧ୍ୟ ଖୋଲି ଯାଇଯିବ। ଯେମିତି ଏମିତି ନିଗମ ବନିତାର ଫୁଲ ଭାସି ଖର ନିଗମ ବନିତାର ଫୁଲ ଭାସି ଖର ମଞ୍ଜୁବଞ୍ଜଳ କରି ଉଠା ମଞ୍ଜୁବଞ୍ଜଳ କରି ଉଠା ପଦାଙ୍କୁ ନିରୁଢ଼ାଇ ବ୍ରହ୍ମଶରୀର ଶୁଣି ପଦାଙ୍କୁ ରୁଢ଼ାଇ ବ୍ରହ୍ମଶରୀର ଶୁଣି ଗଳର ଚାଳା କଲ ପୃଥା ହେ ସବୁ ଗଛ କଖାରେ ହେଲ ଗଛ। ତୁମେ କାହାକୁ କେତେ ରକ୍ଷା କରିଛ ଏ ପଦରୁ ଜାଣ। ଜାଣ ନିଗମ ବନିତାର ବେଦ ଯେଉଁଠିକି ଯାଇପାରେନି ସେ ପର୍ଯ୍ୟନ୍ତ ତା ଊର୍ଦ୍ଧ୍ୱକୁ ମୋ ଡାକ ଚାଲିଯିବ। ଚାଲିଯିବ। ଆପଣ ଆଉ କଣ କରୁଛନ୍ତି? ଗୋଟିଏ ପଦ ଗୋଟିଏ ପାଦରେ କହୁଛି। ଆଜ୍ଞା ସକ୍ରଆତ ବର୍ତ୍ତନ କଟରୀ କୌରବର ସକ୍ରଆତନ କଟରୀ କୌରବର ନୂତନ ତାରି ଧରି ଅର୍ଥ হে ସଦୁ ଅର୍ଥ ନୂତନ ତାରି ଧରି ଅର୍ଥ। ଭାଲୁ ମାଙ୍କଡ ଆଜ୍ଞା ଶକ୍ର ଆର୍ତ କର୍ତ୍ତନ ଭାଲୁ ମାଙ୍କଡଙ୍କ ସହାୟତାରେ ଶକ୍ର ଆର୍ତ କର୍ତ୍ତନ କର୍ତ୍ତରୀ କଲବନ ନର୍ତ୍ତନକାରୀ କରିଅଛି। ଆପଣ ରାବଣକୁ ବିନାଶ କରିଛନ୍ତି। ଆଉ ମୋ ଡାକ ଶୁଣ। अरे वो जो ये वो पैक करा था जो रोजा का बेटा ଡାକ ଶୁଣ। ଦେଖା उसको लेके गोटे रखिए मैं आपको ले जाऊंगा। ଦୁଇଟା ପଦ ଗାଇଲି ଆଉ ଗୋଟେ ପଦ ବଳାସ ଆଜ୍ଞା ଛିଡ଼ା ହୋ। ଜ୍ୟୋତିଷ ପୁଅ କେତେ କଣ ଟଙ୍କା ପଇସା ଆଣିଛ ନା କାମ କରିକିରି ସବୁ ରଖିବ ମଧ୍ୟ। ଆଉ କଣ କରିବା? ଏ ତ ଦେଖୁଛୁ ସେ ରାଜା କହୁଛନ୍ତି ଯେ ନାଇଁ ମୋର ଦରକାର ନାହିଁ, ଋତୁପକ୍ଷ ଥିବାର କିଛି ଦରକାର ନାହିଁ, ମୁଁ ଝିଅ ଆଣିବି। ଏ ଜ୍ୟୋତିଷ ଦରକାର ନାହିଁ ତାଙ୍କର। ଆଚ୍ଛା ହଉ ନାଇଁ ତୁମ ପେଟକୁ ପୋଷିବ ନା। ହଉ ହଉ ହଉ। ଏ ସଜ୍ଜନ ରୁକ୍ମିଣୀ ପୁଣି ଡାକିଲେ ଠାକୁରଙ୍କୁ। କଣ କହିଲେ? କଣ କହିଲେ? ବ୍ୟାଜ ବ୍ୟାଜ ଅର୍ଥ ମିଥ୍ୟା, ମାନେ ମୋ କହିବା କଥା ମିଛ ନୁହେଁ। ବ୍ୟାଜ ନୁ ହେ ଗିର ତ୍ୟାଗ କରିନ ପାର। ବ୍ୟାଜ ନୁ ହେ ଗିର ତ୍ୟାଗ କରିନ ପାର। କୟର ପୁରାଣରେ ସ୍ୱଚ୍ଛ
ମୁହଁଟା କରିବେ ଆଜ୍ଞା ଦେଖିବେ ଶ୍ରୀବତ୍ସ ବ୍ରାହ୍ମଣର ପଦବୀ। ଆଜ୍ଞା ଆଜି ମୁଁ ବିପଦରେ ପଡୁଛି। ଆଜ୍ଞା ମୋ ବିପଦକୁ ଯଦି ଆପଣ ନ ଖଣ୍ଡିବେ ହଁ ଆପଣଙ୍କର ଏ ଜଗନ୍ନାଥ ନାମ କହିବା ବୃଥାରେ ଏ ମଥା ବସିଲେ ବ୍ୟଥା ଗଭୀର କିଶୋରତା ମଥା ପୋଛିଲେ କଥା ଗଭୀର କିଶୋରତା পিঠায়ে দুহ নিসে হস হে কি রহে কে ମୋ ସଂକଟର ସୀମା ନାହିଁ ଆଜ୍ଞା ମୋ ଦୁଃଖର ସୀମା ସୀମା ନାହିଁ ନାହିଁ ମୋ ଦୁଃଖ କାହାରିର ଦୁଃଖ ସାଙ୍ଗେ ସମାନ ସମାନ ନୁହେଁ ମୋର ଅଧିକ ହେ ଠାକୁରେ সংকট তুম নাহি পছ হে কৃষ্ণ ହଁ কুম্ভଙ୍କୁ ଦେଲି ଦେହ କହିବା ପାଇଁ ସ୍ନେହ ତୁମକୁ ଦେଲେ ଦେହ କହିବା ପାଇଁ ସ୍ନେହ ମୋହିତ ହୋଇ ରବ ଆଜ୍ଞା ଚିତ୍କାର ଶୁଭିଲା କ୍ରନ୍ଦନ ଧ୍ୱନି ଶୁଭିଲା ଆଜ୍ଞା ଭଗବାନ କୃଷ୍ଣଚନ୍ଦ୍ରଙ୍କର ପଟେ ହଁ କହିଲେ କଣ କରିବା କଣ କରିବା ଭାଇ ହଁ ବଡ ଭାଇଙ୍କୁ ଡାକିଲେ ବଡ ପୁତ୍ର ଦେବ କହିଲେ କଣ କରିବା ରୁକ୍ମିଣୀ ଡାକିଛନ୍ତି ଆଜ୍ଞା କେମିତି ଯିବା କଣ କରିବା କଣ କରିବା ଶୀଘ୍ର ଚାଲ ସମସ୍ତେ ଚାଲ 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 ରେ ଇରେ ମାଟି ଚାଲ ଆଜି ସେ ସମୟରେ ହାଟ ସେ ସମୟରେ ହଁ ଦିଅ ମଙ୍ଗୁଳା ପାଇଁ ହଁ ଆପଣମାନେ କହିପାରିବେ ବେଶୀ ତା ଉପରେ କୌଣସି ଟୀକା ନେଇପାରୁନି ଯାହା ଯଦୁମଣି ମହାପାତ୍ର ଲେଖିଛନ୍ତି ହଁ ଦିଅ ମଙ୍ଗୁଳା ସମୟରେ ଆଜ୍ଞା ଯେଉଁ ଝିଅ ବିବାହ ସିଏ ଯାଉଥିଲା ଚଣ୍ଡୀ ମନ୍ଦିର ଆଜିକାଲି ତ ଆଜ୍ଞା ଯାଉନାହାନ୍ତି ଆଜିକାଲି ଯାଉ ଆମେ ଦେଖିଲୁ କୋଉ ଝିଅକୁ ଭଗବାନ କୃଷ୍ଣଚନ୍ଦ୍ର ଆଜ୍ଞା ହେଇଛି କଣ ହେଇଛି କାହିଁକି ଗଲେ ନାହିଁ କାହିଁକି ଆଜ୍ଞା ଚଣ୍ଡୀ ମନ୍ଦିରକୁ ଦିଅ ମଙ୍ଗୁଳା ପାଇଁ ସମସ୍ତଙ୍କୁ ନେଇ ସାଥିରେ ରୁକ୍ମଣୀ ଯାଇଛନ୍ତି ଯାଇ ପହଞ୍ଚୁଛନ୍ତି ଚଣ୍ଡୀ ମନ୍ଦିରରେ ପ୍ରଭୁ ମା ଜଗନ୍ନାଥ ହଁ ମଙ୍ଗଳାଙ୍କ ମନ୍ଦିରରେ ଆଜ୍ଞା ହଁ ଦରିଦ୍ର ଯାହା କିଛି ଆଜ୍ଞା ଅଳ୍ପ ସମୟର ବିଷୟବସ୍ତୁଟା ବହୁତ ଲେନ୍ଦି ଅଛି କିନ୍ତୁ ତାକୁ ବହୁତ ସର୍ଟ କରିବାକୁ ପଡିଲା ଯାଅ ଜ୍ୟୋତିଷ ପୁଅ ଓ ଜୟ ତୁ ମଙ୍ଗଳା ମାଲ ଜୟ ହର তোকে সুমরিলে মালো দুরিত আসঙ্গ কাଳରେ সুমরতি যে মহাঘোর সংকট না ফিটাও হন ও
ଦୋଷ ହୁଏ ତୋ ନାମ ବିପତ୍ତି ନଥାଇ ମାଲୋ ତୋତେ ଆଶ୍ରା କଲେ দে নাম মান যেহু তুমরই সংকট মালো তাকু নথাই সিংহর পৃষ্ঠরে মালো বিজে করিয়া মুখে পড়িলে মালো নবতন্তিয়া ଆଜି ଗୋଟେ ପ୍ରବଚନ ଶୁଣୁଥିଲି ସେଥିରେ ନିରହଙ୍କାରୀ ବାବାଙ୍କର ଗୋଟେ ପ୍ରବଚନ ଶୁଣୁଥିଲି ସେଥିରେ ସେ କହୁଥିଲେ अंदर को साफ करो बाहर को साफ करना जरूरत नहीं अंदर को साफ करो तेणु मन भितर जार हृदय पद्म जो भाव में विकसित हम से जगतटा से देखिए आदि मन भर कलिकाटी ठीक से भाव में रही जाए ताहले जगत दृश्यमान हुए ये बहिर्जगत को आप साधारण दृष्टि देखुं साधु सत मैंने अंतर्दृष्टि देखते तेणु ये रुक्मिणी जिते डाकुंट अंतर सहित माँ मंगला को स्मरण करुंडिका को स्मरण कर कवि सम्राट उपेन्द्र भंज कहले कि हे बहे भानुपति कि हे बहे भानुपति कि हे बो इंद्र संपत्ति हो हे बो इंद्र संपत्ति हो सब सुख उत्पत्ति दान दंपति सब सुख उत्पत्ति दान दंपति पांडवे घेनी द्रौपदी सीता घेनी रघुपति हो मानु नथिले विपत्ति हे राधापति पांडव माने द्रौपदी को नहीं सीता को नहीं रघुकुल रामचंद्र कौन सी विपत्ति को से मैंने ग्रहण करने काटी समस्त विपत्ति को काटी जदि पाखरे स्त्री थाए उपयुक्त पात्रटी दरकार पात्री भाई आदिबा किसी कलिगुल आसे ताको मीमांसा करिवार शक्ति से भली भगवती माँ देवे कहले सीता मन को बाहरी आई रामचंद्र संगर द्रौपदी वनवास समय जो 12 वर्ष वनवास कर द्रौपदी कौन चली जाते कि तेणु पत्नी संगरे दरकार स्त्री नथिले स्वामी एकुटिया कौन सी संसार जगत को जीति पारिबो ना बुझिपारू कौन बुझुती पार पाइबेनी तिरी घेनी पुरुषटी बोलाई गृहस्थ तिरी सीना होई थाए कुल उद्धारक तिर को छाड़ी न केहू रही संसारे स्थिर सीना सुख दाता अतई पुंसरे अतई पुंसरे तेणु रुक्मिणी भली कन्या को भगवान कृष्णचंद्र को देवा माँ मंगला ठारू पुष्प खसिला
ତେବେ ସମସ୍ତେ ବର୍ତ୍ତମାନ ଚଣ୍ଡୀ ମନ୍ଦିରରୁ ଆସୁଛନ୍ତି ଭଗବତୀଙ୍କୁ ରୁକ୍ମିଣୀ ହାତ ଟେକି ଡାକି ଦେଇଛନ୍ତି ସୁମାନେ ସୁମନ କଲି ଅର୍ପଣ ତୁମକୁ ମୁଁ ମୋର ସୁମନ ଅର୍ପଣ କଲି ହେ ମା ମୋତେ ତୁ ରକ୍ଷା କର କାରଣ ଏଇ ସମୟରେ କେଉଁଠାରେ ଥିଲେ ଭଗବାନ କୃଷ୍ଣଚନ୍ଦ୍ର କଲେ କଣ ଧରି ରୁକ୍ମିଣୀଙ୍କର ଉଠାଇ ନେଲେ আরে ধপটে লপট করাই তাহাকু পরম কপটি শেখর পরম কপটি শেখর ধপটে লপট করাই তাহাকু পরম কপটি শেখর আরে নেই কলে অঙ্ক বিহারী বিহারী নেলে হরি 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 নেলে হরি 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 নেলে হরি হরি ବୋଧ ହୁଏ ସେହି ଦିନ ଠାରୁ ଆଉ କୌଣସି ବିବାହ କରିବାକୁ ଥିବା ଝିଅକୁ ଆଉ ନିଆଯାଉ ନାହିଁ ଝିଅ ମଙ୍ଗୁଳା ହେଉଛି ନିଜର ଭାଉଜ କିମ୍ବା ଅନ୍ୟ ସେମାନଙ୍କୁ ଯାଇଥାନ୍ତି ପୂଜା ଅର୍ଚ୍ଚନା ପାଇଁ ହଉ ମା ଆମେ ତ ଆଗକୁ ବଢିଲେ ଆହୁରି ବଢିଥାନ୍ତା କିନ୍ତୁ ଆମର ସମୟକୁ ନେଇ ଆମେ ବର୍ତ୍ତମାନ ଏଇଠି ପାଲାଟି ଶେଷ କରିବାକୁ ଯାଉଛୁ ତେଣୁ ଆପଣମାନେ ଆଜି ପାଲାଟି ଆୟୋଜନ କରିଛନ୍ତି ଆପଣମାନେ ସମସ୍ତେ ଏଠି ବସନ୍ତୁ ନହେଲେ ସେଇଠି ବସନ୍ତୁ ପରିବାର ବର୍ଗ ସମସ୍ତେ ଆସନ୍ତୁ ମଉସା ଆପଣ ଚାମର ଠାକୁରଙ୍କୁ ଆପଣଙ୍କର ପୁଅ ବୋଲି କ'ଣ କହିବି ଯେଉଁ ସୂର୍ଯ୍ୟଦେବ ପ୍ରତିଦିନ ସକାଳୁ ଉଦୟ ହୁଅନ୍ତି ଯେଉଁ ସୂର୍ଯ୍ୟଦେବ ଜଗତର କଲ୍ୟାଣ ନିମନ୍ତେ ଉଦୟ ହୁଅନ୍ତି ଯେଉଁ ରଥକୁ ସମସ୍ତ ଦେବାଦେବୀ ସ୍ତୁତି କରନ୍ତି ତାଙ୍କର ଅଗ୍ରଭାଗ ଠାରୁ ଦଣ୍ଡାଭାଗ ପର୍ଯ୍ୟନ୍ତ ଚକଠାରୁ ଅଖ ପର୍ଯ୍ୟନ୍ତ ସେହି ସମସ୍ତ ଦେବାଦେବୀ ଆପଣଙ୍କୁ ରକ୍ଷା କରନ୍ତୁ ନିରୋଗ ରଖନ୍ତୁ ସୂର୍ଯ୍ୟଦେବ ସଦାକାଳେ ରକ୍ଷା କରନ୍ତୁ ସୂର୍ଯ୍ୟ ନାରାୟଣ ବାପା ଦୁଇ ଜଣ କାମ ଏଇ ସମସ୍ତେ ବସିବେ ଏଠି ଦେବି ଆସନ୍ତୁ ଏଠି ବସି ପଡ଼ନ୍ତୁ ବସି ପଡ଼ନ୍ତୁ ନା ସେ ଚୌକିରେ ବସିବେ মহাবিরাম মৃগমদ তিলকম কুণ্ডলাক্রান্ত গণসং পঞ্জাচরুকমগণ্ডম শীতশুভগৌমুখম সৌরেণস্তবেণুম শ্যামা শান্তম ত্রিভঙ্গম রবিরহবসনভূতম বৈজয়ম তাহা বন্দে বৃন্দাবনস্থম যুবতী শতভূতম বন্দে ব্রহ্ম ও বালবেশম চক্রী চক্রার পঙ্ক্তি হরিরপি চ হরিণী ধৈর্যটি ধুধু চক্রা নক্ষম নক্ষত্রনাথোর্ণবীর্ণ কুপরাগ্রং কুবরঃ ব্রহ্ম সংহ সুরণং জগতো উপকুতয়ে নিত্যযুক্তস্য যস্য স্তৌতি প্রীতি প্রসন্ন নহমিমরুতে স্ববতাদ সন্ননব সমস্ত দেবাদেবী জগদীশ্বরী করুণাময়ী ভগবতী বাণীরাজ বিনাশী তাଙ୍କର ଆୟୁଧ ବଳେ ତଥା ମହାବିଷ୍ଣୁ ତାଙ୍କର ସମସ୍ତ ଆୟୁଧ ବଳେ ଆପଣମାନଙ୍କୁ ରକ୍ଷା କରନ୍ତୁ ଖୁବ ଆନନ୍ଦିତ ବାହାର ଚାପର ନେଇକିରି ହାତରେ ତୁ ମୁଣ୍ଡରେ ମାରେ
ତୋ ନିଜ ମୁଣ୍ଡରେ ନବା। ଆସନ୍ତୁ ଆପଣମାନେ ନିଜ ହାତରେ ଚାମର ଧରନ୍ତୁ। ଏ ସୌଭାଗ୍ୟ ଆଉ ଗୋଟେ ଦିନ ଆଉ ଆୟୋଜନ କରିକି ଆପଣଙ୍କୁ ଦେଇଯିବ। ଆସରେ ବାପା ମାନେ ଚାଲୁ ତମର ବେପାର ଅଧିକରୁ ଅଧିକତର ଉନ୍ନତି ହଉ ଉଜ୍ଜଳ ହୁଏ। ଏ ବାପା ଆଶା ଆଶା ବହୁତ ଯାହା ଭାବୁ ତାହା ହବ। ଭଉଣୀକି ଦିନ ଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦେ କୁମାର ହରି ହରି ବୋଲ। ଏ ସମସ୍ତଙ୍କର ଆପଣ ମାନଙ୍କର ସମସ୍ତ ଦୁଃଖ ଦୂର ହେଉ।